ଆମର ବ୍ରହ୍ମପୁର ବୈଦ୍ୟନାଥପୁର ପୋଲିସ ଷ୍ଟେସନ ଏରିଆ ଭିତରେ ବ୍ରହ୍ମପୁର ଲଜ୍ ବୋଲି ଗୋଟେ ଲଜ୍ ଅଛି। ସେ ଲଜ୍ରେ ଖବର ଆସିଥିଲା ଗତ ବର୍ଷ ନଭେମ୍ବର 25 ତାରିଖରେ ଗୋଟେ ରିପୋର୍ଟ ଆସିଥିଲା ଗୋଟେ ମହିଳାର ଡେଡ୍ ବଡି ପଡ଼ିକି ଅଛି ଗୋଟେ ରୁମ୍ ଭିତରେ ବୋଲି। ସାଙ୍ଗେ ସାଙ୍ଗେ ଆମର ଟିମ୍ ବିନପୁର ଟିମ୍ ସେଠି ପହଞ୍ଚିଲା। ସାଇଣ୍ଟିଫିକ୍ ଟିମ୍ର ତଦନ୍ତ ଆରମ୍ଭ ହେଲା। ଗୋଟେ ମହିଳାର ମୃତ ଦେହ ଥିଲା, ତାକୁ ନେଇକି ପୋଷ୍ଟମର୍ଟମ କରାଯାଇଥିଲା। ପୋଷ୍ଟମର୍ଟମରେ ଜଣା ପଡ଼ିଲା ୟାକୁ ସ୍ମଦରିଂ କରିକି ମରା ହେଇଥିଲା ବୋଲି। ସେ ଅନଆଇଡେଣ୍ଟିଫାଇଡ୍ ବଡି ଥିଲା, ତାକୁ ଆମେ ଆଇଡେଣ୍ଟିଫିକେସନ କଲୁ। ସେ ଆନ୍ଧ୍ରାରେ କୃଷ୍ଣବେଣୀ ବୋଲି ଗୋଟେ ମହିଳା ଥିଲା। ତାପରେ ଆମେ ଜାଣିପାରିଲୁ ତା ସାଙ୍ଗରେ ଗୋଟେ ପୁରୁଷ ଲୋକ ଯୋଉ ଥିଲେ ସେ ସମିଦ ମୋନ ବୋଲି କେରଳରୁ ଜଣେ ଥିଲା ବୋଲି ଜଣାପଡୁଥିଲା ତଦନ୍ତରେ। ସୋ ସେତେବେଳଠୁ ସେ ପୋଷ୍ଟମର୍ଟମ ରିପୋର୍ଟରେ ମର୍ଡର ବୋଲି ହେଲା ପରେ ଆମେ ମର୍ଡର କେସ୍ ରେଜିଷ୍ଟର କରିକି ତଦନ୍ତ କରିଥିଲୁ। ପାଖାପାଖି ବର୍ଷ ହେଲା ତାକୁ କଣ୍ଟିନ୍ୟୁଅସଲି ବିଏନପୁର ପୋଲିସ ତାକୁ ଖୋଜୁଥିଲା। ସେ ଲୋକ ଫେରାର ଥିଲା, ତାର ଘରକୁ ଯାଉନଥିଲା, ଆଉ କେରଳର ଅନ୍ୟ ଲୋକେସନରୁ ବି ତାର ଆମେ କିଛି ପାଇନଥିଲୁ। ତାପରେ ଧୀରେ ଧୀରେ ଆମେ ଖବର ପାଇଥିଲୁ ସେ ଏନଡିପିଏସ୍ କେସ୍ରେ ବିଶାଖାପାଟଣାର ଜେଲରେ ଥିଲା, ଆଉ କେରଳର ମଧ୍ୟ ଏନଡିପିଏସ୍ କେସ୍ରେ ଥିଲା ବୋଲି। ତାପରେ ଏବେ କେରଳର ତ୍ରିଶୂର ପୋଲିସଙ୍କର ସାହାଯ୍ୟରେ ଆମେ ତାକୁ ସେ ତ୍ରିଶୂର ଜେଲରେ ଗୋଟେ କେସ୍ ମ୍ୟାଟରରେ ସେ ଆରେଷ୍ଟ ହେଇକି ଥିଲା। ସେତେବେଳେ ପୁଣି ଆମେ ପୋଲିସ ଖବର ପାଇକି ତାକୁ ଯାଇକି ଆମେ ଟ୍ରାନ୍ସିଟ୍ ରିମାଣ୍ଡରେ ଆଣିଛୁ। ସେ ବର୍ତ୍ତମାନ ଜେଲରେ ଅଛି। ପୁଣି ଆଉଥରେ ଆମେ ତାକୁ ପୋଲିସ ରିମାଣ୍ଡରେ ଆଣିକି ସେ ସିନ୍ ରିକ୍ରିଏସନ୍ କରିବୁ, କେମିତି ହତ୍ୟା ହେଇଥିଲା, और तापर से कु बाटरे एस्केप होला, एत दिन कौन करुला से सब तदन कर सेटा हमें डिसाइड करिबु। 2 दिन दरकार पड़ी पारे, तो सेते दिन मैंने वर्तमान सुधा जा जाना पड़ुची माने संपर्क रखतिले और मिसिकी आसीचंदी कु कारण पाए आसतिले, से दिन कौन घटना घटला और ये काहे की फरार हला, और जदी मारिची केमिति मारिला। ऑलरेडी मर्डर केस रजिस्टर ହେଇची, सो केमिति मर्डर हेतला से सब हमें तदन करिबु। रिमांडर आनिला परे अक्यूज्ड स्टेटमेंट मिलला परे। Please like, share and subscribe to our channel Biplay Parikrama.